ଏଆରଏସଏସର ରାସ୍ତା କାମରେ ମହା ଘୋଟାଲା ପଦାରେ ପଡ଼ିଛି। ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକର ଗଞ୍ଜାମ ଜିଲ୍ଲା ସୀମାଠାରୁ କୃଷ୍ଣପ୍ରସାଦ ଗଡ଼ ଯାଏଁ ପକ୍କା ରାସ୍ତା ନିର୍ମାଣ କରୁଛି। 23 କୋଟି ଟଙ୍କାର କାମ ଅତି ନିମ୍ନମାନର ହୋଇଥିବା ଅଭିଯୋଗ ହେଉଛି। କାମ ଆରମ୍ଭରୁ ସୂଚନା ଫଳକ ଲଗାଇବା ନିୟମ ଥିବାବେଳେ ବିନା ସୂଚନା ଫଳକରେ କାମ ଶେଷ କରିବା ପାଇଁ ବସିଛି। ସୂଚନା ଫଳକ ଲାଗି ନଥିବା ଯୋଗୁଁ ଜନସାଧାରଣ ଅଟକଳ ମୂଲ୍ୟ, କାମ ଆରମ୍ଭ, ଅବଧି ଶେଷ, କଣ୍ଟ୍ରାକ୍ଟରର ନାମ ଆଦି କୌଣସି ସୂଚନା ଜାଣିବା ସମ୍ଭବ ହେଉନାହିଁ। ଏନେଇ ସୁପରଭାଇଜର, ବିଭାଗୀୟ କନିଷ୍ଠ ଯନ୍ତ୍ରୀଙ୍କୁ ପଚାରିବାରେ ସୂଚନା ଫଳକ ଲାଗିବ ନାହିଁ ବୋଲି ରୋକଠୋକ ମନା କରୁଛନ୍ତି। ସିଆଳ ଗ୍ରାମର ଚିଲିକାରେ ଲୁଣି ପାଣିରେ ସିମେଣ୍ଟ ଗୋଳାଇ ନିମ୍ନମାନର କାର୍ଯ୍ୟ କରିଛନ୍ତି। ପାଣିରେ କଂକ୍ରିଟ କରିବା ଜନସାଧାରଣ ବିରୋଧ କରିବା ପରେ କିଛି ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ଧରି କାର୍ଯ୍ୟ ଆରମ୍ଭ କରିଛନ୍ତି। ବ୍ରିଜ କାମ ସାରି ରାସ୍ତା ପୋତା କାମ ସରିଯାଇଥିବା ବେଳେ ଆଇରନ୍ କୋଟ୍ ନାହିଁ ଯାହା ବ୍ରିଜର ଆୟୁଷ ଅବଧି ପୂର୍ବରୁ ଶେଷ ହେବ। ଲୋକମାନେ କିଛି ମାସ ପରେ ପୁଣି ଦଦରା ରାସ୍ତାରେ ଯାତାୟତ କରିବେ। ସେହିଭଳି ରାମଲଙ୍କା ଗ୍ରାମ ନିକଟରେ ତିଆରି ହୋଇଥିବା ପିଚୁ ଏତେ ନିମ୍ନମାନର ହୋଇଛି ଯେ ଯୁବକ ସଂଘ କାମକୁ ବନ୍ଦ କରିଛନ୍ତି। ତିଆରି ହୋଇଥିବା ପିଚୁ ହାତରେ ଧରିଲେ ଉଠି ଯାଉଛି। ଯୁବକମାନେ ନିମ୍ନମାନର କାମକୁ ବିରୋଧ କରି ବନ୍ଦ କରିବା ଯୋଗୁଁ ଏଆରୟନ୍ତ୍ରୀ ଠିକାଦାର ମଧୁଚନ୍ଦ୍ରିକାରେ କାମ ଚାଲିଛି। ଏଆରଏସଏସ ପୋଲିସର ସାହାଯ୍ୟ ନେଇ ଧମକେଇ କାମ କରିବାକୁ ଚେଷ୍ଟା ଚଳାଇଥିଲେ। ଗ୍ରାମର ଯୁବକ ନିଜ ଜିଦରେ ଅଟଳ ହେବାରୁ କାମ ବନ୍ଦ କରି ଫେରି ଯାଇଥିବା ଜଣାପଡ଼ିଛି। ପିଚୁ କାମର ଉଭୟ ପାର୍ଶ୍ୱରେ ବାଲି ବଦଳରେ ଚିକିଟା କାଦୁଅ ମାଟି ପକାଇ ଠକିବାରେ ଲାଗିଛି। ସାଧାରଣ ଝିପିଝିପି ବର୍ଷାରେ ରାସ୍ତା ସାରା କାଦୁଅ ମାଟି ଧୋଇବାରେ ଲାଗିଛି। ରାସ୍ତା କାମ ନ ସରୁଣୁ ରାସ୍ତା ଧୋଇବାରେ ଲାଗିଛି। 23 କୋଟି ଟଙ୍କାର କାମ 23 ଦିନ ନ ପୁରୁଣୁ ପିଚୁ ହାତରେ ଉଠିଯାଉଛି। ଯନ୍ତ୍ରୀ ଠିକାଦାର ମଧୁଚନ୍ଦ୍ରିକାରେ ନିମ୍ନମାନର କାମ ରାତିରେ ବିନା ଯନ୍ତ୍ରୀରେ କରି ଚାଲିଛନ୍ତି। କେଉଁ ନେତାଙ୍କୁ ହାତ କରି ନିର୍ଭୟରେ ଏଭଳି କାର୍ଯ୍ୟ କରୁଛନ୍ତି ତାହା ଜନସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। 23 କୋଟି ଟଙ୍କାର ଘୋଟାଲା କରିଥିବା ରାସ୍ତା କାମକୁ ସିବିଆଇ ତଦନ୍ତ ଦାବି ହେଉଛି। କୃଷ୍ଣପ୍ରସାଦରୁ କୈଳାସ ଚନ୍ଦ୍ର ପଟ୍ଟନାୟକଙ୍କ ରିପୋର୍ଟ, ଜଗନ୍ନାଥ ନ୍ୟୁଜ 24।